ଆମେ ଗତ କ୍ଲାସରେ ପଢିଥିଲେ ଦ ଫ୍ଲାୱାର ସ୍କୁଲ ଯାହାକୁ ଲେଖିଥିଲେ ରବୀନ୍ଦ୍ରନାଥ ଟାଗୋର ହେଲା। ଆଜି ଆମେ ତାର କ୍ୱେଶ୍ଚିନ୍ ଆନ୍ସର ଦେଖିବା ହେଲା। ଓକେ ଷ୍ଟାର୍ଟ କରିବା। ଦେଖ ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ଅଛି? ହ୍ୱାଟ ଇଜ ଦ ପୋଏମ୍ ଆବାଉଟ ହେଲା। এই কবিতাটি কাহা বিষয়ে আধারিত? The poem is about the speaker's imaginative view of flowers as school going children and their deep connection with nature and motherly love ହେଲା। କ'ଣ ଅର୍ଥ ନା ଦେଖୁଛନ୍ତି ଏହି କବିତାଟି କାହା ବିଷୟରେ? କବିତାଟି ଫୁଲ ବିଷୟରେ ଅଛି ନାଇଁ। ଦ ପୋଏମ୍ ଇଜ ଆବାଉଟ ଦ ସ୍ପିକର୍ସ ଇମାଜିନେଟିଭ ଭ୍ୟୁ ହେଲା। ଓକେ ଏଇଟା ଏମିତି ବି ହବ ହେଲା। ଇମାଜିନେଟିଭ ଭ୍ୟୁଜ କ'ଣ ମାନେ ତାଙ୍କର ମନ ଗଢା ଗୋଟେ କ'ଣ ଦୃଶ୍ୟ ହେଲା। ସେ ତାଙ୍କ ମନରେ ଗୋଟେ ଦୃଶ୍ୟ ଭାବିଛନ୍ତି ହେଲେ ସେ ଦୃଶ୍ୟ ବିଷୟରେ ହେଲା। କ'ଣ ଦୃଶ୍ୟ ନା ଫ୍ଲାୱାର୍ସ ଆଜ୍ ସ୍କୁଲ ଗୋଇଂ ଚିଲଡ୍ରେନ୍ ହେଲା। ଫୁଲ ଗୁଡ଼ିକ କ'ଣ ନା ସ୍କୁଲ ଯାଆନ୍ତି ପ୍ରତିଦିନ ହେଲା ତା ଭଳିଆ। ମାନେ ଦେ ଆର୍ ଡିପ୍ କନେକ୍ସନ ୱିଥ୍ ନେଚର ହେଲା। ଆଉ ତାର ଯୋଉ ସବୁ ଭାବନା କାହାକୁ କାହା ସହିତ ଜଡ଼ିତ, କାହାକୁ ନେଇ ତାର ଭାବନା ନା ପ୍ରକୃତିକୁ ନେଇ ଭାବନା ହେଲା, ନେଚରକୁ ନେଇକି। ଓକେ ଆଣ୍ଡ ମଦରଲି ଲଭ୍ ହେଲା। ଯୋଉ ମଦରଲି ଲଭ୍ ମାନେ ମାତୃତ୍ୱ ଯୋଉଟା କୁହାଯିବ ହେଲା। ମଦରଲି ଲଭ୍ ମାତୃତ୍ୱ ହେଲା। ଓକେ ଦେଖ 2 ନମ୍ବର କ୍ୱେଶ୍ଚନ୍ ଦେଖ। ହ୍ୱାଟ ରମ୍ବଲ୍ସ ଇନ୍ ଦ ସ୍କାଏ ହେଲା। ଆକାଶରେ କିଏ ଗର୍ଜନ କରୁଥିଲା? ରମ୍ବଲ୍ସ ମାନେ ଗର୍ଜନ ହେଲା। ଦ ଥଣ୍ଡର ହେଲା। ଥଣ୍ଡର କ'ଣ କ୍ଲାଉଡ୍ସ ହେଲା। ରମ୍ବଲ୍ ଇନ୍ ଦ ସ୍କାଏ ବିଜୁଳି ହେଲା ମାରିଆ ଜିଗ୍ ଜାକ୍ ହେଲା। ବିଜୁଳି ମାରେ, ଘଡ଼ଘଡ଼ି ମାରେ, ଘଡ଼ଘଡ଼ି ଯାହା ହଉ ହେଲା। ଆକାଶରେ କିଏ ଆଗେ କେମିତି ଘଡ଼ ଘଡ଼ ବିଜୁଳି ଗୁଡ଼ିକ କେମିତି ଆଗେ ବିଜୁଳି ମାରିବ ଚକିନି, ତାପରେ ଚକିନି ଏମିତି ବିଜୁଳି ମାରିବ ହେଲା। ହଁ ଚକିନି ଏମିତି ବିଜୁଳି ମାରିବ, ମାରି କ'ଣ କରିବ ତାରେ ଘଡ଼ଘଡ଼ି ଘଡ଼ 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 ଶବ୍ଦ ହବ ହେଲା। ତାକୁ କୁହାଯାଏ କ'ଣ ରମ୍ବଲ ହେଲା। 3 ନମ୍ବର ଦେଖ। ହ୍ୱାଟ କମ୍ସ ମାର୍ଚିଂ ଓଭର ଦ ହେଥ୍ ହେଲା। ହେଥ୍ ମାନେ କ'ଣ ପତିତ ଭୂମି ହେଲା, କୁହାଯାଇଥିଲା ସୁଖା ଭୂମି, ବଞ୍ଜର ଭୂମି ଯୋଉଟା ଶୁଖି ଯାଇଥିବ, ପଡ଼ିଆ ବି ହବ ହେଲା। ସେ କହୁଛନ୍ତି ଦ ମଏଷ୍ଟ ଇଷ୍ଟ ୱିଣ୍ଡ ହେଲା। ମଏଷ୍ଟ ଇଷ୍ଟ ୱିଣ୍ଡ କମ୍ସ ମାର୍ଚିଂ ଓଭର ଦ ହେଥ୍ ହେଲା। ମାନେ ପୂର୍ବ ଦିଗରୁ ଯୋଉ କ'ଣ ମଏଷ୍ଟ ମାନେ କ'ଣ ଓଦାଳିଆ ହେଲା। ମାନେ ମଏଶ୍ଚର ମାନେ କ'ଣ କହିଲ ମାନେ ଆର୍ଦ୍ରତା ଥିବ, ଯୋଉ ବାୟୁରେ କ'ଣ ଆର୍ଦ୍ରତା ଥିବ ହେଲା। ଜଳର ଯୋଉ କିଛି ପରିମାଣ ଜଳର ମିଶିକି ରହିଥିବ। ଏମିତିରେ ବି ବାୟୁରେ କ'ଣ ଜଳର ଜଳ କଣିକା କ'ଣ ଜଳ ବିନ୍ଦୁ ହେଲା, ଜଳାଂଶ ଥାଏ ବାୟୁରେ ହେଲା। କିନ୍ତୁ କିଛି କିଛି ଋତୁ ଥାଏ ଯୋଉଥିରେ କି ବାୟୁରେ କ'ଣ ସେଥିରେ କ'ଣ ଅଧିକ ମାତ୍ରା ଜଳ କ'ଣ ମାନେ ଜଳାଂଶ ଥାଏ ହେଲା। ଯେମିତିକି ଆମର ବର୍ଷା ଋତୁ ହେଲା, ଶୀତ ଋତୁ ହେଲା ହେଲା। ତମେ ଦେଖିବ କୁହୁଡ଼ି ହୁଏ, ସେ କୁହୁଡ଼ିଟା କେମିତି ବାୟୁରେ ମିଶିକିରି ଥାଏ ନା ହେଲା। ସେ ଜିନିଷଟା ହେଲା ସେ ସେଠି କହୁଛି ଦ ମଏଷ୍ଟ ଇଷ୍ଟ ୱିଣ୍ଡ ହେଲା କମ୍ସ ମାର୍ଚିଂ ଓଭର ଦ ହେଥ୍ ହେଲା। କାହା ଉପରେ ମାର୍ଚିଂ କରୁଛି ନା ଓଭର ଦ ହେଥ୍ ହେଲା, ମାନେ ପଡ଼ିଆ ବିଲ ଉପରେ କ'ଣ ମାର୍ଚିଂ କରୁଛି ହେଲା। ପଡ଼ିଆ ଉପରେ ପ୍ରବାହିତ ହଉଛି ହେଲା, ଚାରିପଟେ କ'ଣ ବହିକି ଯାଉଛି ହେଲା ପବନ ବୋଲି ସେ କଥା କୁହାଯାଏ। Which word tells that the east wind is not dry ହେଲା। ସେ କହୁଛି which word tell କୋଉ ଶବ୍ଦଟି ହେଲା, କୋଉ ଆମକୁ ଏଠି କ'ଣ ବୁଝଉଛି ହେଲା, କୋଉ ଶବ୍ଦରୁ ବୁଝା ପଡୁଛି ଯେ ସେ ଯୋଉ ପୂର୍ବ ଦିଗରୁ ଯୋଉ ପବନ ବହିକି ଆସୁଥିଲା ସେଇଟା ମାନେ ଓଦା ନୁହଁ, ଶୁଖିଲା ବୋଲି। ଦେଖ ତୁମେ କହିବ ସାର୍ ଶୁଖିଲା ପବନ, ଶୁଖିଲା ଖରା ଦିନେ ହେଲା, ଖରାଦିନେ ପବନ ଗୁଡ଼ିକ ଭାରି କ'ଣ ଶୁଖିଲା ହେଇଥାନ୍ତି, ମାନେ ଭାରି ମାନେ କ'ଣ ସେ ଖରାଦିନେ କ'ଣ ପବନ ଗୁଡ଼ିକ ବାୟୁ ଗୁଡ଼ିକ କ'ଣ ତାତି ଯାଆନ୍ତି ହେଲା। ସେଟାକୁ ଶୁଖା ପବନ କୁହାଯାଏ ଆଉ ହେଲା। କେଉଁ ଶବ୍ଦଟି ସୂଚାଉଛି ଯେ ପୂର୍ବ ପବନ ଶୁଖିଲା ନୁହେଁ? ଦ ୱାର୍ଡ
moist ହେଲା କୋଉ ୱାର୍ଡ ନା moist word ଟି ହେଲା ଏ ଯୋଉ ଆର୍ଦ୍ର ହେଲା ଆର୍ଦ୍ରତା ହେଲା moisture ଆର୍ଦ୍ରତା ହେଲା moist ଓକେ moist tell us that ହେଲା ଆମକୁ ବତଉଛି us ମାନେ ଆମକୁ ହେଲା that the east wind is not dry ହେଲା east wind କଣ dry ନୁହଁ ବୋଲି ହେଲା ଶୁଖିଲା ନୁହଁ ବୋଲି dry ନୁହଁ ଯଦି କଣ dry ନୁହଁ ତାହେଲେ କଣ ହବ moist ହବ କଣ ହବ moist how does the moist east wind come ଓଦାଳିଆ ପୂର୍ବ ଦିଗରୁ ବହୁଥିବା ପବନ କିପରି ଆସୁଥିଲା the moist east wind comes marching over the heath to blow its କଣ bagpipes among the bamboos ହେଲା ବାମ୍ବୁ ମାନଙ୍କର ହେଲା ବାଉଁଶ ବଣର ଭିତର ଦେଇକିରି ହେଲା ବାଉଁଶ ଗଛକୁ ଦୋହଲାଇ ହେଲା ବାଉଁଶ ଗଛକୁ କଣ ଦୋହଲାଇ ବାଉଁଶ ଗଛ ତ ମୁଁ କହିଥିଲି କିଛି କିଛି ଶୁଖା ବାଉଁଶ ଥାଏ ସେ ବାଉଁଶ ପୋଲାରେ ଯେତେବେଳେ ପବନଟେ କଣ ପବନଟା ଗତି କରୁଥିବ ଯେ ପବନଟା ବାଜିବ ହେଲା ସ୍ପର୍ଶ ହବ ସେତେବେଳେ କଣ ହୁଏ ସେଠି ଗୋଟେ କଣ ସାଉଣ୍ଡ ବାହାରେ ଶବ୍ଦ ବାହାରେ ସେଟା ବ୍ଲୋ ବ୍ଲୋ ହଉଥିଲା ହେଲା ସାଉଣ୍ଡ ଶୁଭୁଥିଲା ବ୍ଲୋ ବ୍ଲୋ କରୁଥିଲା ହେଲା comes marching over the head to blow its bagpipes among the bamboos ହେଲା ଏବଂ bagpipes ଦେଖିବ ତମକୁ ଦେଖାଇଥିଲା ସେଇ ସମୟରେ ହେଲା କେମିତି ଗୋଟେ ବଜଉଥିଲା ଗୋଟେ ଲୋକଟେ ହେଲା କଣ ବଜଉଥିଲା ଟୁରି ଟାଇପର ବଜଉନଥିଲା ଆଉ ତାପରେ ତମେ ଦେଖିବ ଆମର କଣଟା ସେଟା ବଂଶୀ ଦେଖିବ ହେଲା ବଂଶୀରେ ଆମର ବି ଦେଖିବ ବଂଶୀଟା କେମିତି ବଜାନ୍ତି ସେଇଟା ବି ବଂଶୀରେ ଯେମିତି ପବନ ଫୁଙ୍କିଲେ ହେଲା ସେ କଣ ଶବ୍ଦ ବାହାରେ ହେଲା ସ୍ୱର ଗୋଟେ ବାହାରେ ତାକୁ ଯେମିତି ବଜଉ ଯେମିତି ସ୍ୱର ବାହାରେ ସେଇ ଟାଇପର ହେଲା କଣ ଏଇଟା ବି ଥିଲା ହେଲା ଏଠୁ ସ୍ୱର ବାହାରୁଥିଲା ଗୋଟେ ଶବ୍ଦ ବାହାରୁଥିଲା ଭଲ କ୍ରାଉଡ୍ସ ଅଫ୍ ଫ୍ଲାୱାର୍ସ କମ୍ ଆଉଟ୍ ହେଲା ଫୁଲ ମାନଙ୍କର ଯୋଉ ବାଦଲ ଥିଲା ହେଲା ହେଲା ବାଦଲ ରୂପକ ଯୋଉ ଫୁଲ ଥିଲା ବା ହେଲା ସେଇ ଫୁଲ ମାନଙ୍କର ଦଳ କିପରି ବାହାରକୁ ଆସନ୍ତି ହେଲା ବା ଆସୁଥିଲେ the crowds of flowers come out କଣ suddenly from nobody knows where ହେଲା ସେ କେମିତି ଆସୁଥିଲେ ଯେମିତି କି କଣ ହଠାତ୍ ଆସିକି ପହଞ୍ଚି ଯାଉଥିଲେ ଏବଂ କେହି ତାଙ୍କୁ ଜାଣିପାରୁନଥିଲେ ଯେ କୋଉଠୁ ଆସୁଛନ୍ତି ହେଲା ଓକେ 7 ନମ୍ବର ଦେଖିବା where do the flowers dance and how ହେଲା ଫୁଲମାନେ କେଉଁଠାରେ ଏବଂ କିପରି ନାଚନ୍ତି ବା ନାଚୁଥିଲେ ହେଲା the flowers dance upon the grass in wild ହେଲା glee ହେଲା very happy ହେଲା ଆଚ୍ଛା wild glee wild glee wild glee ମାନେ କହୁଛି wild ମାନେ ଜଙ୍ଗଲ ହେଲା glee ମାନେ କଣ ଖୁସି ଆଉ ହେଲା ଉଲ୍ଲାସିତ ଯେମିତି ତୁମର ରଜ ହେଲେ ହେଲା ରଜ ସମୟରେ ତୁମେ ମାନେ କଣ କର ରମଜାନ ହେଲେ ରମଜାନ ସମୟରେ ତୁମେ କଣ କର ଆମର ଯେତେବେଳେ ଆସେ କଣ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଆସେ ହେଲା ସେ ସମୟରେ ତୁମେ ମାନେ କଣ କର ନୂଆ ନୂଆ ଡ୍ରେସ ପିନ୍ଧ ନାହିଁ ନୂଆ ଡ୍ରେସ ପିନ୍ଧ ଘରୁ କଣ ପକେଟ ମନି ଧର ବୁଲାବୁଲି କର ସେଇ ଯୋଉ ଖୁସି ହାପିନେସ ହେଲା ସେଇ ଯୋଉ ଉଲ୍ଲାସ ହେଲା ସେଇଟାକୁ ବୁଝଉଛି ଏଠି ଆଉ ହେଲା ଦ ଫ୍ଲାୱର୍ସ ଡ୍ୟାନ୍ସ ଅପନ୍ ଦ ଗ୍ରାସ ହେଲା ସେ କଣ ଘାସ ପଡିଆରେ କଣ ହେଲା ଓପନଲି ନାଚନ୍ତି ହେଲା ନାଚୁଥିଲେ ଆଉ କଣ ନା ୱାଇଲ୍ଡ ଗିଲ୍ କିପରି ନା ୱାଇଲ୍ଡ ଗିଲ୍ ହେଲା ମାନେ ଉଲ୍ଲସିତ ହେଲା ଉଲ୍ଲସିତ ଭାବରେ ହେଲା ଉଲ୍ଲସିତ ହେଇ ନାଚୁଥିଲେ ହେଲା ହବ ଭେରି ହାପି ବି ହବ ଆଉ ବହୁତ ଖୁସିର ସହିତ ହେଲା ତମେ ମାନେ ଖୁସି ହବ ନା କି ଯେତେବେଳେ କ୍ରିସମାସ ଆସେ ଆଉ କଣ ରଜ ଆସେ ଦିୱାଲି ଆସେ ହୋଲି ଆସେ ତ ମାନେ କେମିତି ହାପି ହବ ରମଜାନ ଆସେ ହେଲା ଇଦ୍ ଆସେ ଓକେ ନେକ୍ସଟ ଦେଖିବା 8 ନମ୍ବର ଦେଖ which season is described in the poem କବିତାଟାରେ କେଉଁ ଋତୁ ବିଷୟରେ ବର୍ଣ୍ଣନା କରାଯାଇଛି ହେଲା ରେନି ସେସନ ଆଉ କଣ ହେଲା ବର୍ଷା ଦିନ ବର୍ଣ୍ଣନା କରାଯାଇଛି ଓକେ ମନସୁନ ହବ ହେଲା ମନସୁନ ଖାଲି ଲେଖିଦେଲେ ବି ହବ ହେଲା ରେନି ସେସନ ଲେଖିଦେଲେ ହବ ଓକେ ରେନି ସିଜନ ଓକେ is described in the poem okay where are the flowers all the years round ହେଲା କବି ମାନଙ୍କର ମନରେ ଥିଲା ଯେ ଫୁଲ ମାନେ ବର୍ଷ ସାରା କେଉଁଠି ଥାନ୍ତି
କେଉଁଠି ଥାନ୍ତି ଫୁଲମାନେ ତାଙ୍କର ମତରେ ଥିଲେ all the years round the flowers are କଣ underground in their school ହେଲା କହୁଛନ୍ତି all the years round ହେଲା ସାରା ବର୍ଷ ହେଲା କଣ କରନ୍ତି ଫୁଲମାନେ କୋଉଠି ଥିଲେ କୋଉଠି ଥିବେ ବୋଲି ସେ କହିଥିଲେ ନା ଅଣ୍ଡର ଦ ଗ୍ରାଉଣ୍ଡ ହେଲା ଅଣ୍ଡରଗ୍ରାଉଣ୍ଡ ମାନେ ମାଟି ତଳେ ଥିଲେ ବୋଲିକି ହେଲା କହୁଛନ୍ତି ମାଟି ତଳେ ଯୋଉ ତାଙ୍କର ସ୍କୁଲ ଅଛି ହେଲା ଦ ଫ୍ଲାୱର୍ସ ଆର୍ ଅଣ୍ଡରଗ୍ରାଉଣ୍ଡ ଇନ୍ ଦେୟାର ସ୍କୁଲ ହେଲା ତାଙ୍କ ମାଟି ତଳେ ଥିବା ଯୋଉ ସ୍କୁଲ ହେଲା ସେ ସ୍କୁଲରେ ଥିବ ବୋଲି କବି ଏଠି କହିଛନ୍ତି ହେଲା 10 ନମ୍ବର ଦେଖ ହୁ ଆର୍ ଦ ଫ୍ଲାୱର୍ସ କମ୍ପେୟାର୍ଡ ହେଲା ଫୁଲମାନଙ୍କୁ କାହା ସହିତ ତୁଳନା କରାଯାଇଛି ଦ ଫ୍ଲାୱର୍ସ ଆର୍ କମ୍ପେୟାର୍ଡ ଟୁ ସ୍କୁଲ ଗୋଇଂ ଚିଲଡ୍ରେନ୍ ହେଲା ସ୍କୁଲକୁ ଯାଉଥିବା ପିଲାମାନଙ୍କ ସହିତ ତାଙ୍କୁ କଣ ତୁଳନା କରାଯାଇଛି କାହାକୁ ନା ଫ୍ଲାୱର୍ସ ମାନଙ୍କୁ ଓକେ 11 ନମ୍ବର ଦେଖ ହାଉ ଡୁ ଦେ ଡୁ ଦେୟାର ଲେସନ୍ସ ସେମାନେ କିପରି ତାଙ୍କର ପାଠ ପଢନ୍ତି ହେଲା ହ୍ୱାଇ ଆଉ କାହିଁକି ପାଠ ପଢନ୍ତି ଦେ ଡୁ ଦେୟାର ଆନ୍ସର ଦେଖ ଦେ ଡୁ ଦେୟାର ଲେସନ୍ସ କଣ ଦେ ଡୁ ଦେୟାର ଲେସନ୍ସ ୱିଥ ଡୋର୍ସ ସଟ୍ ହେଲା ସଟ୍ ମାନେ କଣ ବନ୍ଦ କରିବେ ସେ ତାଙ୍କ କବାଟ ବନ୍ଦ କରି କଣ ତାଙ୍କର ଲେସନ୍ ପ୍ଲାନିଂ କରନ୍ତି ବା ପାଠ ପଢନ୍ତି ବିକଜ ଦେ ଆର୍ ଇନ୍ ହେଲା କାହିଁକି ନା କାରଣ ସେମାନେ ଦେ ଆର୍ ଇନ୍ କଣ ଏ ଷ୍ଟ୍ରିକ୍ଟ ସ୍କୁଲ ହେଲା ଏ ଷ୍ଟ୍ରିକ୍ଟ ସ୍କୁଲ ଅଣ୍ଡରଗ୍ରାଉଣ୍ଡ ଆଣ୍ଡ ହେଲା ଆର୍ ନଟ୍ allowed to come out to play yearly ହେଲା ମାନେ ବହୁତ ଜଲ୍ଦି ତାଙ୍କୁ କଣ ସ୍କୁଲରୁ ବାହାରକୁ ଆସିକି ହେଲା ଖେଳିବା ପାଇଁ ଅନୁମତି ନଥିଲା ତାଙ୍କ ପାଇଁ କଣ ଯୋଉ ରୁଲ ଥିଲା ଆମର ହେଲା ରୁଲ ଗୁଡାକ କଣ ବହୁତ ଷ୍ଟ୍ରିକ୍ଟ ଥିଲା ହେଲା ମାନେ ନିୟମ ଗୁଡିକୁ ଭାରି କଣ କଡା ନିୟମ ଥିଲା ହେଲା ଷ୍ଟ୍ରିକ୍ଟ ରୁଲ ଓକେ ହୁ ଡଜ ଦେୟାର ମାଷ୍ଟର ରେଫର ଟୁ ଦେୟାର ମାଷ୍ଟର ଓକେ refer to their teacher in the imaginary underground school ହେଲା ତାଙ୍କର ଯୋଉ ଇମାଜିନାରୀ ଅଣ୍ଡରଗ୍ରାଉଣ୍ଡ ସ୍କୁଲ ଥିଲା କାହାର ଲେଖକଙ୍କର ହେଲା ରବୀନ୍ଦ୍ରନାଥ ଟାଗୋରଙ୍କର ହେଲା ସେଇଥିରେ ହେଲା ସେ କଣ ଏ ମାଷ୍ଟରଙ୍କ କଥା କୁହାଯାଇଛି ହେଲା କଣ ତାଙ୍କ ମାଷ୍ଟର କଥା କୁହାଯାଇଛି କନଫ୍ୟୁଜ ହେଇଯାଉଛି ଓକେ ତାଙ୍କ ମାଟି ତଳେ ଯୋଉ ସ୍କୁଲ ଥିଲା ହେଲା ସେଇ କଥାଟି କୁହାଯାଇଛି ହେଲା their master is strict or lenient their master is strict or lenient which line in the poem tell ହେଲା ସେମାନଙ୍କର ମାଷ୍ଟର କଠୋର ନା କୋମଳ ଥିଲେ ହେଲା ଲେନିଏଣ୍ଟ ମାନେ କଣ କୋମଳ ହେଲା ଷ୍ଟ୍ରିକ୍ଟ ମାନେ କଣ କଠୋର ହେଲା କେଉଁ ଧାଡିରୁ ଏହା ଜଣା ପଡେ ଆମେ ଯୋଉ ପଢିଲେ ହେଲା ନା ସେଠି କହୁଛି ଦେୟାର ମାଷ୍ଟର ଇଜ ଷ୍ଟ୍ରିକ୍ଟ ଦ ଲାଇନ୍ ଇଜ ସେ ଲାଇନ୍ ବିଷୟରେ କହୁଛି ଲାଇନଟା କୋଉଠି ଅଛି ନା ଇଫ ଦେ want to come out to play before it is time ହେଲା their master makes them stand in a corner ଯଦି ସେମାନେ କଣ ସମୟ ପୂର୍ବରୁ କଣ ଖେଳିବା ପାଇଁ ପଳେଇ ଆସିବେ ବାହାରକୁ ତେବେ ତାଙ୍କ ଟିଚର କଣ କରିବେ ତାଙ୍କୁ କ୍ଲାସର ଗୋଟେ କୋଣରେ ହେଲା ଠିଆ କରିଦେବେ ହେଲା they are made to stand in a corner when they want to come out to play before their school time is over ହେଲା ତାହେଲେ କଣ ଏଠି ବୁଝିଲ ସେ କହୁଛନ୍ତି ସେମାନଙ୍କୁ କେତେବେଳେ କୋଣରେ ଛିଡା କରାଯାଏ ନା they are made to stand in a corner when they want to come out ହେଲା ଯେତେବେଳେ ସେ ବାହାରକୁ ଆସିବେ to play ଖେଳିବା ପାଇଁ ହେଲା before their school time over ମାନେ ତାଙ୍କ ସ୍କୁଲ ସମୟ ହେଲା ସରିବା ପୂର୍ବରୁ ଯଦି ବାହାରକୁ ପଳେଇ ଆସିବେ ଖେଳିବା ପାଇଁ ସେତେବେଳେ କଣ କରିବେ ଟିଚର ନା ତାଙ୍କୁ କର୍ଣ୍ଣରରେ ଠିଆ କରିଦେବେ ଦେଖ 15 ଦେଖ when do the flowers have their holidays ଫୁଲମାନଙ୍କର ଛୁଟି କେତେବେଳେ ହୁଏ ବୋଲି କବି ଭାବୁଛନ୍ତି ହେଲା ବା ଭାବିଥିଲେ ସେ ବିଷୟରେ the flowers have their holidays when the rain come ଯେତେବେଳେ ମନସୁନ ଆସିବ ବର୍ଷା ଦିନ ଆସିବ ସେତେବେଳେ ତାଙ୍କର କଣ ଛୁଟି ଦିନ ବୋଲିକି ହେଲା କବି ଭାବିଥିଲେ ସେ ବିଷୟରେ ବା ଲେଖିବିଛନ୍ତି ହେଲା ସେ ବିଷୟରେ ଏଠି କୁହାଯାଇଛି ଓକେ ଆମେ ଏଠି ଜାଣିଲେ ନେକ୍ସଟ କୁ ଯିବା ହେଲା 16 ନମ୍ବର ଦେଖ what changes take place in nature when the rain comes ବର୍ଷା ଆସିଲେ ପ୍ରକୃତିରେ କି ପରିବର୍ତ୍ତନ ହୁଏ ହେଲା what changes ହେଲା what changes ଓକେ
What changes take place in nature when the rain comes ହେଲା ବର୍ଷା ଆସିଲେ ପ୍ରକୃତିରେ କି ପରିବର୍ତ୍ତନ ହୁଏ ବୋଲି ଏଠି କହିଛନ୍ତି when the rain comes the କ'ଣ branches ହେଲା branches clash together ଯେତେବେଳେ when the rain comes ହେଲା ଯେତେବେଳେ ବର୍ଷା ଆସେ ସେତେବେଳେ କ'ଣ ହୁଏ ବର୍ଷା ଆସିବ ମାନେ କ'ଣ ମାନେ ବର୍ଷା ଆସିବା ସହିତ କ'ଣ ଟିକେ ମାନେ ମେଘ ପବନ ବି ସରି ବର୍ଷା ଆସିବ ମାନେ କ'ଣ ପବନ ବି ଟିକେ ହବ ହେଲା ପବନ ହବ ପବନ ହେଲେ କ'ଣ ହବ ନା ଡାଳ ଗୁଡ଼ିକ ଏକାରେ କ'ଣ ବାଡେଇ ପିଟି ହୁଅନ୍ତି ତାଙ୍କ ନିଜ ନିଜ ଭିତରେ ଦୋହଲିକି ଡାଳ ଗୁଡ଼ା ଦୋହଲେ ପବନରେ ଦୋହଲି କ'ଣ ହୁଏ ମେଘ ଆସିବ ମାନେ ଧୁମାଳ ବି ଆସିବ ଧୁମାଳ ଆସିଲେ କ'ଣ ହୁଏ ପବନରେ କ'ଣ ଡାଳ ଗୁଡ଼ିକ ଏକାରେ କ'ଣ ବାଡେଇ ହୁଅନ୍ତି ହେଲା ବ୍ରାଞ୍ଚେସ୍ କ୍ଲାସ୍ ଟୁଗେଦର ହେଲା ଇନ୍ ଦ ଫରେଷ୍ଟ ହେଲା ଜଙ୍ଗଲରେ କ'ଣ କରନ୍ତି ଏକାରେ କ'ଣ କ୍ଲାସ୍ ହୁଅନ୍ତି ହେଲା କହନ୍ତି କ୍ଲାସ୍ ଟୁଗେଦର ଓକେ କ୍ଲାସ୍ କ'ଣ ବାଡେଇ ପିଟି ହବ ହେଲା ପିଠି ଭାଙ୍ଗି ଯେମିତି ଟିକେ ହେଲା leaves ହେଲା rustle ହେଲା leaves rustle in the wild wind ହେଲା ଆଉ ପତ୍ର ଗୁଡ଼ିକ leaves ନୁହଁ ପତ୍ର ଗୁଡ଼ିକ କ'ଣ rustle in the wild wind ହେଲା ମାନେ ଏଠି ସରସର rustle मतलब ସରସର ଶବ୍ଦ ହବ ହେଲା and thunder clouds clap their giant hands ହେଲା ଥଣ୍ଡର କ୍ଲାଉଡ୍ସ ଗୁଡ଼ିକ କ'ଣ କରନ୍ତି ନା କ୍ଲାପ୍ କରନ୍ତି ହେଲା ତାଙ୍କର ବଡ଼ ବଡ଼ ହାତରେ କ'ଣ କ୍ଲାପ୍ କରନ୍ତି ଓକେ ବର୍ଷା ଆସିଲେ ପ୍ରକୃତିରେ ଏଇସବୁ ପରିବର୍ତ୍ତନ ଆସିବ ପଢ଼ିଦେଲେ ହେଲା ଏବେ ଦେଖିବା 17 ନମ୍ବର ହେଲା ଦେଖ 17 ନମ୍ବରରେ କ'ଣ ଅଛି ହାଉ ଡୁ ଦ ଫ୍ଲାୱର୍ସ ଚିଲଡ୍ରେନ୍ ଏନ୍ଜୟ ଦେୟାର ହଲିଡେଜ୍ ଫୁଲମାନେ ନିଜର ଛୁଟିକୁ କିପରି ଭାବରେ ଉପଭୋଗ କରନ୍ତି ଦେଖ ଆନ୍ସର କ'ଣ ଲେଖା ହେଇଛି ଦେ ଏନ୍ଜୟ ଦେୟାର ହଲିଡେଜ୍ ବାଏ କ'ଣ rushing out in dress of pink, yellow and white to dance upon the grass ହେଲା ତାମାନେ ସେଠି କହିବା ପାଇଁ ଚାହୁଁଛନ୍ତି ଫୁଲ ଯେତେବେଳେ ବର୍ଷା ଦିନ ଆସେ ସେତେବେଳେ କ'ଣ ହବ ଫୁଲ ଫୁଟିବ ମାଟି ଭିତରେ ମାଟି ତଳେ ଯୋଉଗୁଡ଼ା ସବୁ ଥିବ କ'ଣ ମଞ୍ଜି ଗୁଡ଼ିକ ଥିବ ହେଲା ଫୁଲର ମଞ୍ଜି ହଉ ଫଳ ଗଛର ମଞ୍ଜି ହଉ ସେଟା କ'ଣ ହବ ଅଙ୍କୁରିତ ହବ ବର୍ଷା ଜଳ ପାଇକି ନାଇଁ ଅଙ୍କୁରିତ ହେଲା ପରେ କ'ଣ ଗଛ ବିକଶିତ ହେବ ବୃକ୍ଷ ବିକଶିତ ହେବ ତାପରେ ଫୁଲ ଧରିବ ଫୁଲ କ'ଣ ଗୋଟେ ପ୍ରକାର ଫୁଲ ଅଛି ରଙ୍ଗର ଧଳା ଫୁଲ ଅଛି ଗୋଲାପୀ ଫୁଲ ଅଛି ଆଉ କ'ଣ ସବୁଜ ଫୁଲ ଅଛି ନାଇଁ ଲାଲ ଫୁଲ ଅଛି ହଳଦିଆ ଫୁଲ ଅଛି ହେଲା ସେଠି ସେଇ କଥା କୁହାଯାଇଛି ହେଲା ଫୁଲମାନେ ନିଜର ଛୁଟି କିପରି ଉପଭୋଗ କରନ୍ତି ଦେ ଏନ୍ଜୟ ଦେୟାର holidays by rushing out in dresses okay out in dresses of pink yellow and white to dance upon the grass okay ଖୋଲା ପଡ଼ିଆରେ ହେଲା ଆସିକି କ'ଣ କରନ୍ତି ନାଚନ୍ତି ଡ୍ୟାନ୍ସ କରନ୍ତି ଯେତେବେଳେ ଫୁଲ ଫୁଟିଯିବ ପିଲେ ଫୁଲ ଫୁଟିଗଲା ପରେ କ'ଣ ହୁଏ ପବନ ଦିଏ ଯେତେବେଳେ ଫୁଲ ଫୁଟିବ ଫୁଲ ଗଛ ହେଇଥିବ ପବନ ଦେବ ପବନ ଦେଲେ କ'ଣ ହବ ଫୁଲ ଗୁଡ଼ା ଗଛ ଗୁଡ଼ାକ ହଲିବ ଦୋହଲିବ ସେଇଟା କୁହାଯାଉଛି ଡ୍ୟାନ୍ସ ହବ ହେଲା ଆଚ୍ଛା ଏଇଟା ଲେଖ ହେଲା RUSHING ରଶିଂ ହେଲା ତା ଅର୍ଥ କ'ଣ ରଶିଂ ମାନେ ଦ୍ରୁତ ଗତିରେ ହେଲା ତ୍ୱରିତ ବେଗରେ ହେଲା ତ୍ୱରିତ ବେଗରେ ଶୀଘ୍ର ଦ୍ରୁତ ଗତିରେ ଓକେ 18 ନମ୍ବର ଦେଖ ହୁ ଇଜ୍ ଦ ସ୍ପିକର ସେୟାରିଂ ହିଜ୍ ଥଟ୍ସ ୱିଥ୍ କହୁଛନ୍ତି ବକ୍ତା ତାଙ୍କ ମନର କଥା କାହା ସହିତ କ'ଣ କାହା ସହିତ ମାନେ ସେୟାର କରୁଛନ୍ତି ହେଲା କାହା ସହିତ ତାଙ୍କ ମନର ଭାବକୁ ମାନେ ବାଣ୍ଟୁଛନ୍ତି ହେଲା ନା ଦ ସ୍ପିକର ଇଜ୍ ସେୟାରିଂ ହିଜ୍ ଥଟ୍ସ ୱିଥ୍ ହିଜ୍ ମଦର ତାଙ୍କ ମାଙ୍କ ସହିତ ସେ କ'ଣ ସେୟାର କରୁଛନ୍ତି ଦେଖିବେ ତ ଲେଖିନି ଯେ ବାରମ୍ବାର ମଦର ହେଲା କେତେଥର ରିପିଟ୍ କରିଯାଇ ତାହେଲେ ସେଇଠି ତା ମାଙ୍କୁ ତ ଦେଖେଇନି ଚିତ୍ରରେ କିନ୍ତୁ ତାଙ୍କ ମା କ'ଣ ବ୍ୟାକଗ୍ରାଉଣ୍ଡରେ ଅଛନ୍ତି ଆଉ ହେଲା ତାଙ୍କ ମା ପଶ୍ଚାତ ପଦରେ ରହୁଛନ୍ତି ହେଲା ଏଇ ଯୋଉ ବିଷୟର ତାଙ୍କ ପଶ୍ଚାତ ପଦରେ କିଏ ଅଛନ୍ତି ତାଙ୍କ ମା ଅଛନ୍ତି ହେଲା ଏଇ ବିଷୟର ପଶ୍ଚାତ ପଦ ହେଲା ଏ ବିଷୟରେ କ'ଣ ଏ ବିଷୟରେ ହେଲା ତାଙ୍କ ମା ବି ଅଛନ୍ତି ତାହେଲେ ତାଙ୍କ ମାଙ୍କର
माँ को कथा एते कुहा जाइनी हला सी छुआटी ता माँ को माँ को कहूची आ जे माँ एमाने भी स्कूल जाउथिबे माँ एमाने भी खेलुथिबे नहीं एई कथा आलोचना ହେଇଛି होला ए 19 नंबर देखो देखाइछि कोन देखो क्वेश्चन देखो where is the home of the flowers children ହେଲା ଯେ ଫୁଲ ମାନଙ୍କର ଘର କେଉଁଠି ବୋଲି ଏଠି କୁହାଯାଇଛି ଫୁଲ ପିଲା ମାନଙ୍କର ହେଲା ତମେ କହ ସାର୍ ଏଟା କି ଅଜବ କଥା ଫୁଲ ପିଲା ମାନେ ଏଠି କବି ହେଲା ଗୋଟିଏ ରବୀନ୍ଦ୍ରନାଥ ଠାକୁର ହେଲା ସେ କଣ ଗୋଟେ ଛୋଟ ପିଲାର ମନସ୍ଥିତିକୁ କଣ ପରିବେଷଣ କରିଛନ୍ତି ତାଙ୍କ କବିତା ମାଧ୍ୟମରେ ତାଙ୍କର ସୁନ୍ଦର ଲେଖା ମାଧ୍ୟମରେ ଯାହାଟା କି ଆମେ ଆଲୋଚନା କରୁଛେ ଆଜି ଓକେ ସେଇଥିପାଇଁ ସେଠି ସେଇଭଳିଆ କଥା ଲେଖା ହେଇଛି ହେଲା ଯେ ଦେୟାର ଇଜ ଦ ସରି where is the home of the flower children କୋଉଠି ତାଙ୍କ ଘର ଥିଲା ନା ହି the home of the flower children is in the sky ତାଙ୍କ ଘର କୋଉଠି ଥିଲା ଫୁଲ ମାନଙ୍କର ଘର ନା ଦେଖ ପିଲେ ଏଇଟା ଲେଖିବନି ହେଲା ଏଇଟା ଭୁଲ ଅଛି ଏଡିଟର ଭୁଲ ଏଇଠି ପକେଇ ଦେଇଛନ୍ତି ଓକେ the home of the flower children is in the sky where the କଣ stars are ହେଲା ଯୋଉଠି ତାରା ମାନେ ଅଛନ୍ତି ସେଇଠି ତାଙ୍କର ଘର ବୋଲି ସେ କଣ କରୁଛନ୍ତି ଭାବିଛନ୍ତି ହେଲା ଓକେ 19 ନମ୍ବର ଗଲା 20 ନମ୍ବର ଦେଖିବା why are they eager to go why are they eager to go to the sky ସେମାନେ ଆକାଶକୁ ଯିବା ପାଇଁ କାହିଁକି ବ୍ୟାକୁଳ ହୁଅନ୍ତି ଦେଖ ଯଦି ପିଲାମାନଙ୍କର ସ୍କୁଲ କୋଉଟା ମାଟି ତଳେ ତାଙ୍କ ସ୍କୁଲ କବିଙ୍କ ମତରେ କଣ ତାଙ୍କ ସ୍କୁଲ କୋଉଠି ମାଟି ତଳେ ଯଦି ତାଙ୍କ ସ୍କୁଲ ହଉଛି ମାଟି ତଳେ ମାଟି ଉପରକୁ ବାହାରନ୍ତି ମାନେ କଣ ଗ୍ରାଉଣ୍ଡ କୁ ବାହାରନ୍ତି ଗ୍ରାସ ଫିଲ୍ଡ କୁ ବାହାରନ୍ତି ସେଇଟା କଣ ତାଙ୍କ ଫିଲ୍ଡ ଖେଳିବା ପାଇଁ ଖେଳନ୍ତି ଦେନ୍ ତାଙ୍କ ଘର ପୁଣି କୋଉଠି ହେଇଥିବ ଓକେ ତାଙ୍କ ଘର ପରିବାର ଥିବ ବାପା ଥିବେ ମା ଥିବେ ଭାଇ ଥିବ ଭଉଣୀ ଥିବ ନା ନାଇଁ ସେଇ କଥା ଏଠି କୁହାଯାଇଛି ହେଲା ତାଙ୍କର ଭାବନା ଛୋଟ ପିଲାର ଭାବନା ହେଲା why are they eager to go to the sky why are they eager to go to the sky ସେମାନେ ଆକାଶକୁ ଯିବା ପାଇଁ କାହିଁକି ବ୍ୟାକୁଳ they are eager to go to the sky because their home is କଣ their home is there and they want to reach their mother ହେଲା ଓକେ ଓକେ ତୁମେ ଏଇଟା କେବେ ବୁଝିପାରୁନଥିବ ନା ତ ଭଲ ଦେଖ ଏଇଟା ବୁଝିବା ଆମେ ହେଲା क्वेश्चन दिस ସେମାନେ ଆକାଶକୁ ଯିବା ପାଇଁ କାହିଁକି ବ୍ୟାକୁଳ ହଉଥିଲେ ଦେ ଆର୍ ଇଗର ଟୁ ଗୋ ଟୁ ଦ ସ୍କାଏ ହେଲା ସେମାନେ ବ୍ୟାକୁଳ ହଉଥିଲେ ଆକାଶକୁ ଯିବା ପାଇଁ କାହିଁକି ନା ବିକଜ ଦେୟାର ହୋମ ଇଜ ଦେୟାର ହେଲା ତାଙ୍କର ଘର କୋଉଠି ନା ସେଇଠାରେ ହଉଛି ତାଙ୍କ ଘର କୋଉଠାରେ ମାନେ ଆକାଶରେ ହଉଛି ତାଙ୍କ ଘର ଆଣ୍ଡ ଦେ ୱାଣ୍ଟ ଟୁ ରିଚ୍ ଦେୟାର ମଦର ଘରକୁ ଗଲେ ମାଙ୍କୁ ଭେଟ ଆମେ ଘରକୁ ଗଲେ ଫାଷ୍ଟ କାହାକୁ ଖୋଜୁ ସ୍କୁଲରେ ସ୍କୁଲରେ ତ ଘରକୁ ଯାଏ କଣ ବେଗ ଫେଗ ଫୋପାଡ଼ି ଦିଅ ପ୍ୟାଣ୍ଟ ସାର୍ଟ ବୋଲି ଫୋପାଡ଼ି ଦିଅ ଗୋଡ ଫୋଡ ହାତ ଧୋଇକିରି କଣ ଦୁଲଦାଲ ହେଇ ପଡ ବେଡ ଉପରେ ନହେଲେ ବସିଯାଉ ଗୋଡ ଲମ୍ବେଇକିରି ମା ଖାଇବାକୁ ଦେ ବୋଉ ଖାଇବାକୁ ଦେ ମମି ଖାଇବାକୁ ଦେ ମାମା ଖାଇବାକୁ ଦେ ହଁ ନାଇଁ ସେଇଭଳିଆ ଆଉ ହେଲା ଏମାନେ ମଧ୍ୟ ସେମିତି ବ୍ୟାଘ୍ର ହଉଛନ୍ତି ହେଲା ସ୍କୁଲ ଛୁଟି ହେଲା କେମିତି ଘରେ ପହଞ୍ଚିବୁ ହେଲା ଆଉ ମାକୁ ଯାଇ ହଇରାଣ କରିବୁ ଯାହା ବି ହଉ ମୁଁ ତ ବହୁତ ହଇରାଣ କରେ ମା ମତେ ବାଢିକି ଦବ ଖାଇବା ପାଇଁ ଅବଶ୍ୟ ମୁଁ ଖାଏ ମା ବାଢିକି ଦିଏ ମୁଁ ଖାଏ ତ ଏଥିରେ କଣ ନୂଆ ଜିନିଷ ଅଛି ଆମେ ବି ତ ସେଇଆ କରୁ କିନ୍ତୁ ମୁଁ କଣ କରେ ମୁଁ କହିବି ତୁ ବସ ଏଇଠି ତୁ ବସ ମୁଁ ଖାଇସାରି ତାପରେ ତୁ ସେଠୁ ଉଠିକି ଯିବୁ ମା ନ ବସିଲେ ମୁଁ ଖାଇବି ନାହିଁ ଓକେ ଯଦି ବି ବଢା ହେଇକି ଥୁଆ ହେଇଥିବ କହିବୁ ଥାଳି ଘୋଡା ହେଇଛି କଣ ଢାଙ୍କୁଣୀ ଥାଳି ଘୋଡା ହେଇଛି ତାକୁ ଖୋଲିକିରି ତୁ ଖା ହେଲା ଚଟ ଫଟ ପରା ହେଇଥିବ ପାଣି ଗ୍ଲାସ ଥୁଆ ହେଇଥିବ ମୁଁ କହିବି ନା ନା ତୁ ଢାଙ୍କୁଣୀ ଖୋଲିବୁ ଥାଳି ଖୋଲିବୁ ଏଇଠି ବସିବୁ ତାପରେ ମୁଁ ଖାଇବି ହେଲା ହଉ ଦେଖ ହ୍ୱାଟ ଡଜ ଦ କଣ ସ୍ପିକର ଗେସ୍ ହେଲା ବକ୍ତା କଣ ଅନୁମାନ କରୁଛନ୍ତି ବା କଣ ଲଗେଇଥିଲେ ହେଲା ଦ ସ୍ପିକର ଗେସ୍ that the flowers have their mother in the sky just as he has his own mother ହେଲା ଯେମିତି ତାଙ୍କର ସ୍ପିକରଙ୍କର ବକ୍ତାଙ୍କର ହେଲା କିଏ ଠାକୁରଜୀ ହେଲା କୋଉ ଠାକୁରଜୀ ରବୀନ୍ଦ୍ରନାଥ ଠାକୁର ହେଲା ତାଙ୍କର ଯେମିତି ନିଜର ମା ଅଛନ୍ତି ସେମିତି ଫୁଲ ମାନଙ୍କର ମଧ୍ୟ କଣ ମା ଥିବେ କୋଉଠି ନା ଆକାଶରେ ହେଲା ଓକେ 22 ନମ୍ବର ଦେଖିବା ଦେଖ ଦେ ଆର୍ ରାଇଜିଂ their arms
toward their mother ତାଙ୍କ ମାଙ୍କ ଆଡକୁ ତାଙ୍କ ହାତ ଟେକି ଦିଅନ୍ତି କାହିଁକି ତାଙ୍କ ମା କୋଉଠି ଥିଲେ ଉପରେ ମାନେ କୋଉଠି ଆକାଶରେ ହେଲା ଷ୍ଟାର୍ସ ମାନଙ୍କ ଗହଣରେ ତାଙ୍କ ମା ଅଛି ବୋଲି କବି ଇମାଜିନ କରୁଛନ୍ତି ଛୋଟ ଛୁଆ କଣ ହାତ ଟେକନ୍ତି ଉପରକୁ ନେଇ ଓକେ ଦେଖ in the sky ଓକେ ଆଉ କଣ expressing their love and କଣ longing ହେଲା longing ମାନେ କଣ ଆକାଂକ୍ଷା LONGING longing ହେଲା ଆକାଂକ୍ଷା ଆଶା ହବ ଆକାଂକ୍ଷା ହବ ଆକାଂକ୍ଷା ହେଲା longing ମାନେ କଣ ଆକାଂକ୍ଷା ହେଲା longing ମାନେ କଣ ଆକାଂକ୍ଷା ଓକେ they are raising their arms toward their mother in the sky expressing their love and କଣ longing to be with her ହେଲା ଯେ ତାଙ୍କ ମା ପାଖକୁ ଯିବେ ଏବଂ ତାଙ୍କ ମାଙ୍କ ସହିତ ରହିବା ପାଇଁ ତାଙ୍କର କଣ ଆଶା ଗୋଟେ ଆକାଂକ୍ଷା ଗୋଟେ ଉତ୍କଣ୍ଠା ହେଲା ଓକେ କ୍ଲିୟର ଆଗକୁ ଯିବା 22 ନମ୍ବର ଦେଖ 22 ନମ୍ବର ପରେ 23 ନମ୍ବର এটা 23 ନମ୍ବର ହେଲା 23 ନମ୍ବର କଣ ଦେଇଛି why are they in a hurry ହେଲା ସେମାନେ କାହିଁକି ବ୍ୟସ୍ତ ହେଉଛନ୍ତି ହରି ମାନେ କଣ ଶୀଘ୍ର ହେଲା ବ୍ୟସ୍ତ ହେଲା কোন হেরি অফ শীঘ্র ହେଲା ଶୀଘ୍ର ଓକେ দে আর ইন এ হরি টু হরি নୁହେଁ হরি হর ସେ ଯୋଉ ହେଲା ସେଟା ନୁହେଁ ହରି ନରି ସେଟା ନୁହେଁ ଦେ ଆର୍ ଇନ୍ ଏ hurry to reach their home in the sky and go to their mother ହେଲା ଯେତେବେଳେ ସ୍କୁଲର ବେଲ୍ ବାଜେ ହେଲା ଶେଷ ବେଲ୍ ତମାନେ କେମିତି ସବୁ ହୁଅ କିଏ ଆଗେ କେମିତି ବାହାରିକି ଯିବ ହେଲା ସେଇଭଳିଆ ଆଉ ହେଲା ସେ ସେମିତି କଣ ହଉଥିଲେ ବ୍ୟସ୍ତ ହଉଥିଲେ ହେଲା ଘରକୁ ଯିବେ ଆଉ ବହୁତ ସମୟ ରହିଗଲେ ଆଉ ରହିହବନି ଚାଲ ଏଥର ଘରକୁ ଯିବା ହେଲା 24 ନମ୍ବର ଦେଖ ଏଠି ଲାଷ୍ଟ ହେଲା which line tells that the speaker also longs for his mother କେଉଁ ଧାଡ଼ିରୁ ଜଣା ପଡେ ଯେ ବକ୍ତା ମଧ୍ୟ ନିଜ ମାଙ୍କ ପାଇଁ ବ୍ୟାକୁଳ ଥିଲେ ବୋଲି the lines is I know besides to whom ହେଲା ଏଇ ଲାଇନଟା ହେଲା ଏଇ ଲାଇନଟା ତମେ ଯେତେବେଳେ ବହିରୁ ଦେଖିବ ହେଲା ଆମେ ଅପଲୋଡ କରିଦେବୁ ହେଲା ବହିର ଇଏ ଗୁଡାକ ହେଲା ପିଡିଏଫ ଗୁଡାକ ତୁମେ ଦେଖିନବ ହେଲା ଇମେଜ ଗୁଡାକ ହେଲା ତୁ ଜାଣିପାରିବ ଯଦି ତମ ପାଖରେ ବହି ବି ଥିବ ଦେନ୍ ଆହୁରି ବଢିଆ ହେଲା ଦେଖ I know besides to whom they raise their arms ମାନେ ହାତ ହେଲା they have their mother as I have my own ଯେମିତି ସେମାନେ ଯେମିତି ମୋର ମା ଅଛି ହେଲା they have their mother ହେଲା ତାଙ୍କର ଯେମିତି ମା ଅଛି ହେଲା ମୋର ଯେମିତି ମା ଅଛି ତାଙ୍କର ବି ସେମିତି ମା ଅଛି ମଦର୍ସ as I have my own ହେଲା କିନ୍ତୁ ମୋର ମା ଅଛି ସେମିତି ତାଙ୍କର ବି ମା ଅଛି ବୋଲି ସେଠି କହୁଛନ୍ତି ହେଲା ଓକେ এটা ସଇଲା ଆଉ କିଛି ବୁଝିବାର ଅଛି କି ତୁମର ଯଦି ବୁଝିବାର ଅଛି ହେଲା ଦେନ୍ ନିଶ୍ଚୟ ତୁମେ ମାନେ ତୁମର ମତାମତ ଲେଖି ଜଣେଇବ ଓକେ ଆଜି ପାଇଁ ଏତିକି